ପାଟଣା ବୁଟାସିଂ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ସଡ଼କ ଦୁର୍ଘଟଣାରେ ମୃତ। ପାଟନା ବ୍ଲକ ବୁଟାସିଂ ହାଇସ୍କୁଲ ସାଞ୍ଜାମପୋଷିର ସୁନାମଧନ୍ୟ ବିଜ୍ଞାନ ଶିକ୍ଷକ ତଥା ପାଟନା ବ୍ଲକ ଓଷ୍ଟାର ସଭାପତି ସୁଭାଷ ଚନ୍ଦ୍ର ପଣ୍ଡାଙ୍କ ପଦନା ଛକ ନିକଟସ୍ଥ ଡାଇଭରସନ୍ ପାଖରେ ଏକ ଟ୍ରଲର ଧକ୍କାରେ ମୃତ୍ୟୁ ହୋଇଛି। ସେ ଟ୍ରଲର ଚକା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଆଜି ସକାଳୁ କ୍ଲାସ ସାରି ଭଉଣୀ ଘରକୁ ଦ୍ୱିତୀୟ ଭାର ପାଇଁ ଯାଉଥିବା ବେଳେ ଏ ଘଟଣା ଘଟିଛି। ମୃତ ସୁଭାଷଙ୍କ ମରଶରୀରକୁ ଆନନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପୁରୀ ହୃଦୟକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି। ଖବର ପାଇ ଓଷ୍ଟା ସମ୍ପାଦକ ରଞ୍ଜନ ଘଡ଼େଇ, ଶିକ୍ଷକ ନେତା ନିରାକାର ମହାପାତ୍ର, ବ୍ଲକ ସମ୍ପାଦକ ପ୍ରଦୀପ ହଜାରୀ ମେଡିକାଲରେ ପହଞ୍ଚି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ଜିଲ୍ଲା ଓଷ୍ଟାର କର୍ମକର୍ତ୍ତା, ସ୍ଥାନୀୟ ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟନା ବିଧାୟକ ଅଖିଳ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ରାଜ୍ୟ ପ୍ରାକ୍ତନ ରାଜ୍ୟ ସମ୍ପାଦକ କାହ୍ନୁଚରଣ ସାମଲ, ରାଜ୍ୟ ନେତୃତ୍ୱ ମୃତ୍ୟୁଞ୍ଜୟ ପଲେଇ, ଜ୍ଞାନ ଦେଓ, ହାଟଡି ସମ୍ପାଦକ ଶିଶିର ବିଶ୍ୱାଳ, ଅନିରୁଦ୍ଧ ସେଠୀ, ପାଟନା ବ୍ଲକ ସମ୍ପାଦକ ସଞ୍ଜୟ ସାହୁ, କାର୍ଯ୍ୟକାରୀ ସଭାପତି ସୁଧାକର ପଣ୍ଡା, ଉପସଭାପତି ମନୋଜ ପଣ୍ଡା, ବୈକୁଣ୍ଠ ମହାନ୍ତ, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ପାଟଣାର ଅଞ୍ଚଳବାସୀ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।